ଅତୀତର ସେ ଶାନ୍ତ ସ୍ନିଗ୍ଧ ଅମୂଲ୍ୟ ଚୌଧୁରୀ ଆଜି ଏମିତି ବର୍ତ୍ତମାନର ଭୟଙ୍କର ଅମୂଲ୍ୟ ଚୌଧୁରୀ ପାଲଟି ଗଲେ କେମିତି? ସେଥିପାଇଁ ଦାୟୀ ହେଉଛ ତମେ। ତାବୋଲି ଏତେ ନିଷ୍ଠୁର ହବାଟା କଣ ନିହାତି ଦରକାର ଥିଲା? ହଁ ଦରକାର ଥିଲା। କାହିଁକି ନା ମଣିଷ ସମାଜ ପାଇଁ ଉଦାହରଣ ସୃଷ୍ଟି ନ କଲେ ମଣିଷ ସମାଜ ଶିକ୍ଷା ଲାଭ କରିବ କେମିତି? କଣ କୁହ କେମିତି ବଦଳି ଗଲି? ତମେ ସୁପ୍ତ ଆଗ୍ନେୟଗିରି ଦେଖିଛ? ପାହାଡ଼ ପେଟ ଭିତରେ ତରଳ ଲାଭାର ତରଙ୍ଗ, ଚତୁର୍ପାର୍ଶ୍ୱ ସବୁଜ ବନାନୀ। କେହି କେବେ ଚିନ୍ତା କରିନଥାନ୍ତି ଏତେ ସୁନ୍ଦର ଦେଖାଯାଉଥିବା ପାହାଡ଼ଟି ଏମିତି ହଠାତ୍ ଭୟଙ୍କର ରୂପ ନେଇଗଲା କେମିତି? ଯେତେବେଳେ ସେ ଆଗ୍ନେୟଗିରି ଚେଇଁ ଉଠେ ସେଥିରୁ ଉଦ୍ଗୀରଣ ହୁଏ ଲାଭା, ଆଉ ସେ ଲାଭାର ନିଆଁ ଜାଳି ପୋଡ଼ି ବାଉଁଶ କରିଦିଏ ସବୁ କିଛି। ଆଜି ଅମୂଲ୍ୟ ଚୌଧୁରୀକୁ ଅନନ୍ୟା ଛୋଟରାଇ ସଜେଇ ଦେଇଛି ଗୋଟେ ଭୟଙ୍କର ଆଗ୍ନେୟଗିରିରେ। ତେଣୁ ସେ ନିଜେ ଜଳିବା ସହ ଅନ୍ୟ ସମସ୍ତଙ୍କୁ ଜାଳି ପୋଡ଼ି ଦେବାର ଶପଥ ନେଇଛି। ଧନ୍ୟବାଦ ଅମୂଲ୍ୟ ବାବୁ। ଆଜି ତମଠାରୁ ବିଦାୟ ନେଉଛି ଅନନ୍ୟା, ଯିଏ ତମ ପାଇଁ ଦିନ ଅତୁଳନୀୟ ଥିଲା। ସମ୍ପର୍କର ବନ୍ଧନକୁ ଅଭିମାନର ସମ୍ପର୍କ ପୋଡ଼ି ଜାଳି ଯେତେବେଳେ ପାଉଁଶ କରିସାରିଛି, ଅବଶିଷ୍ଟ ତ ଆଉ କିଛି ନାହିଁ। ତଥାପି ବି ଯିବା ପୂର୍ବରୁ